सुप्रभात पिलामाने समस्तंकु सुप्रभात। पिलामाने आमे तृतीय श्रेणी गोटे पाठ अच्छे कहार केते गड़। तो सही पाठर आमे अंतिम भागरे जोड़ा रही सेटा को आमे आलोचना करिबा। जेथिरे बाघ आमर गुरुजी हेउछंती आउ अन्य जीवजंतु माने छात्र होइछंती। ताहले आमे एही अंतिम भाग को एबे आलोचना करिबा। पिला माने आसो आमे चित्र देखिबा। चित्रटी को भल भावरे देख। देखि सारला परे मु प्रश्न पचारिबी। ठीक अछि पिला माने? पिला माने ताहले चित्र रे कोन सब देखुछ? जणे जणे कहिबो। ठीक अछि? बाघ देखिल? ठीक अछि। सिंह जेब्रा भी देखिल? भालू भी? गंडा भी देखिल? साप भी? बहुत सुंदर। से भली हाथी भी देखिल तुमे? शुआ भी देखिल? मयूर भी? काऊ भी? बग भी देखिल? बहुत सुंदर। एबे मते कहिल एमानंक मध्यरु काहार चारोटी गड़ अछि? किए कहिब? हाथीर चारोटी गड़ अछि? बहुत सुंदर। सेही भली चारोटी गड़ अछि। सिंहर भी चारोटी गड़ अछि। जेब्रार भी चारोटी गड़ अछि। गंडार भी, बाघर भी। बहुत सुंदर। एबे कहिल एमानंक मध्यरु काहार दुईटी गोड़ अछि? बगर, काऊर, शुआर। नहीं कि? बहुत सुंदर। ताहले तुमे माने चित्रटी को भल भावरे देखिछ बोली जना पड़ुछि। तो पिला माने एही भली तुम तृतीय श्रेणी रे गोटे पाठ अछि काहार केते गड़। जेउ पाठरे बाघ हेउछंती गुरुजी आउ अन्य जीवजंतु माने हेउछंती छात्र। तो एही काहार केते गड़ पाठरे तुमे माने प्रथम भागटी को पढ़िछ बोधे। ताहले आजी आमे काहार केते गड़र अंतिम भागरे कौन संवाद रही आज आमे आलोचना करिबा। ठीक अछि? तो एठी प्रथमे बाघ कहउछंती कौन कहउछंती? बाघ बहुत भल। पिला माने जानिछ कि गोटे कीट अछि तार 30 रु आरंभ करी 382 पर्यंत गड़ होई पारे। एही अद्भुत कीटर नाम हैला बिछा। तुमे माने किए बिछा देखिछ कि? एही भली बाघ प्रश्न पचारुछंती। पिला माने तमे माने मते सत कहिल तुमे माने बिछा देखिछ कि? किए देखिछि? तो बिछा एइटा हैला बिछा। एइटा भी बिछा। एइटा भी बिछा। आउ एइटा भी बिछा। तुमे आगरु देखिछ? देखिछ ना? हाँ, बहुत सुंदर। तापरे काऊ कहूछि कौन कहूछि देखिबा। काऊ कहूछि हाँ मु देखिछि से प्राय अंधारुआ ओ अदा जागारे रहे। गछर छाली भितरे आउ अदा घास पत्र तळे रहे बोली काऊ कहूछि। ताहले सेही बिछा
କୋଉଠୁ ରହେ? ସେ ପ୍ରାୟ ଅନ୍ଧାରୁଆ ଓ ଓଦା ଜାଗାରେ ରହେ। ଗଛର ଛାଲିରେ ରହେ। ଆଉ ଘାସ ପତ୍ରରେ ମଧ୍ୟ ରହେ। ଏଇଟା ଦେଖିଲ, ଏଇଟା ହେଲା ବିଛା। ଦେଖ ଅନ୍ଧାରୁଆ ହେଇଛି, ନାଇଁ କି? ଗଛ ଛାଲି ମାନଙ୍କରେ ବିଛା ମାନେ ଅଛନ୍ତି। ଠିକ ଅଛି। ଏବେ ଦେଖିବା ବାଘ କଣ କହୁଛନ୍ତି। ବାଘ କହୁଛନ୍ତି, ଆରେ ବାଃ, ତୁମେ ମାନେ ତ ବହୁତ କଥା ଜାଣିଛ। ତାହେଲେ ଆଜି ଆମେ ଅନେକ ଜୀବଜନ୍ତୁଙ୍କ ଗଡ଼ ବିଷୟରେ ଜାଣିଲେ। ଆଜି ପାଇଁ ଏତିକି ଥାଉ ବୋଲି ବାଘ ଗୁରୁଜୀ ଛାତ୍ର ମାନଙ୍କ କଥା ଅନ୍ୟ ଜୀବଜନ୍ତୁ ମାନଙ୍କୁ କହୁଛନ୍ତି। ଠିକ ଅଛି। ତ ପିଲାମାନେ, ଏଇଠି ବଣର ପାଠଶାଳାରେ ପାଠ ପଢା ଚାଲିଥାଏ, ଯେଉଁଠି ବାଘ ଶିକ୍ଷକ ଅଥବା ଗୁରୁଜୀ ହୋଇ ପାଠ ପଢାଉଥାନ୍ତି। ସେଇଠି ଅନ୍ୟ ଜୀବଜନ୍ତୁ ମାନେ ଛାତ୍ର ହେଇ ପାଠ ପଢୁଥାନ୍ତି। ତ ବାଘ କହୁଥାନ୍ତି, ଗୋଟିଏ କୀଟ ଅଛି ଯାହାର 30 ରୁ ଆରମ୍ଭ କରି 382 ପର୍ଯ୍ୟନ୍ତ ସେହି କୀଟର ଗୋଡ଼ ଥାଏ ବୋଲି ଗୁରୁଜୀ କୁହନ୍ତି। ସେହି କୀଟର ନାମ ବିଛା ବୋଲି ମଧ୍ୟ କୁହନ୍ତି। ବାଘ ଯେତେବେଳେ ଛାତ୍ରଛାତ୍ରୀ ମାନଙ୍କୁ ଅଥବା ଅନ୍ୟ ଜୀବଜନ୍ତୁ ମାନଙ୍କୁ ପଚାରନ୍ତି କି ତୁମେମାନେ କିଏ ବିଛା ଦେଖିଛ କି ବୋଲି, ସେତେବେଳେ କାଉ କହେ, ହଁ ମୁଁ ବିଛା ଦେଖିଛି। ସେ କେଉଁ ଜାଗାରେ ରହେ ମଧ୍ୟ କୁହେ, ଯେମିତି କି ଅନ୍ଧାରୁଆ ଓ ଓଦା ଜାଗାରେ ରହେ, ଗଛର ଛାଳି ଭିତରେ ଓ ଓଦା ଘାସ ପତ୍ରରେ ରହେ ବୋଲି ମଧ୍ୟ କାଉ କହେ। ତ ଶେଷରେ ବାଘ ଗୁରୁଜୀ ସମସ୍ତଙ୍କୁ କହନ୍ତି ଯେ, ତମେମାନେ ତ ବହୁତ କଥା ଜାଣିଛ। ତାହେଲେ ଆମେ ବହୁତ ଗୁଡିଏ ଜୀବଜନ୍ତୁଙ୍କର ଗୋଡ଼ ବିଷୟରେ ଜାଣିଲେ କହିକି ଆଜି ପାଇଁ ରହିବା କହିକି ସେ ଶ୍ରେଣୀକୁ ସମାପ୍ତ କରନ୍ତି। ତ ତାହେଲେ ପିଲାମାନେ, ଆସ ଆମେ କିଛି କାର୍ଯ୍ୟ କରିବା। ପ୍ରଥମ କାର୍ଯ୍ୟଟି ହେଲା, ବଣରେ ରହୁଥିବା ପଶୁ ଓ ପକ୍ଷୀ ମାନଙ୍କର ନାମ ଲେଖ। କହିଲ ପିଲାମାନେ, ବଣରେ ରହୁଥିବା ପଶୁ କିଏ କିଏ? ବହୁତ ସୁନ୍ଦର। ପଶୁ ହେଲା ହାତୀ, ବାଘ, ଭାଲୁ, ସିଂହ, ହରିଣ, ମାଙ୍କଡ ଆଉ ଘୋଡା ମଧ୍ୟ। ସେଇଭଳି ପକ୍ଷୀ ମାନଙ୍କର ନାମ କୁହ। ପକ୍ଷୀ ହେଲେ ମୟୂର, କୋଇଲି, ହଂସ, କାଉ, ପେଚା ଆଉ ପାରା। ବହୁତ ସୁନ୍ଦର। ସେଇଭଳି ଆଉ ଏକ କାର୍ଯ୍ୟ କରିବା। ଏଠି ଦେଖ ସମସ୍ତେ, କ ସ୍ତମ୍ଭରେ ଦିଆଯାଇଥିବା ପଶୁ ଓ ପକ୍ଷୀ ମାନଙ୍କୁ ହ ସ୍ତମ୍ଭରେ ଦିଆଯାଇଥିବା ବାସସ୍ଥାନ ସହିତ ଗାର ଟାଣି ମିଳାଅ। ଠିକ ଅଛି। ତ ଏଠି କ ସ୍ତମ୍ଭ ହେଲା, ଏଠି ଖ ସ୍ତମ୍ଭ ହେଲା। କାଉ ଆସିଲେ, ଏଠି ବିଛା, ଏଠି ବାଘ। ଅନ୍ଧାରିଆ ଓ ଓଦା ଜାଗାରେ ରହେ, ଜଙ୍ଗଲରେ ରହେ, ଗଛରେ ବସେ, ପାଣିରେ ରହେ। ଏବେ ମତେ କହିଲ, କୋଉଟା କଣ ହେବ? ବାଘର କଣ ହେବ? ବିଛାର କଣ ହେବ? କାଉର କଣ ହେବ? କିଏ କହିବ? କାଉର ଗଛରେ ବସେ। ସେଇଭଳିଆ ବିଛାର କଣ ହେବ? ବିଛା ଅନ୍ଧାରିଆ ଓ ଓଦା ଜାଗାରେ ରହେ। ଠିକ କହିଲ। ସେଇଭଳି ବାଘର କଣ ହେବ? ବାଘ ଜଙ୍ଗଲରେ ରହେ। ବହୁତ ସୁନ୍ଦର। ତମେ ତ ବହୁତ ସୁନ୍ଦର କହୁଛ। ଠିକ ଅଛି। ତାପରେ
ଆଉ ଗୋଟେ ମୁଁ କାର୍ଯ୍ୟ ଦଉଛି ତମେ ଘରୁ କରିକି ଆଣିବ। ତ ଏଇ ଚିତ୍ର ଗୋଟେ ଅଛି, ଏହି ଚିତ୍ରଟି ଅଛି, ଏଠି ଦୁଇଟି ଚିତ୍ର ଅଛି। ଏହି ଦୁଇ ଚିତ୍ରରେ ତୁମେ ମାନେ ରଙ୍ଗ କରିକି ଆସନ୍ତାକାଲି ନେଇକି ଆସିବ। ଠିକ ଅଛି, ମୁଁ ଦେଖିବି। ଠିକ ଅଛି, ତ ପିଲାମାନେ ତୁମେମାନେ ଧ୍ୟାନର ସହିତ ଧୈର୍ଯ୍ୟର ସହିତ ମୋତେ ଶୁଣିଥିବାରୁ ମୁଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଧନ୍ୟବାଦ ପିଲାମାନେ। ତାହେଲେ ଆମେ ତୃତୀୟ ଶ୍ରେଣୀର କାହାର କେତେ ଗୋଡ଼ ଯୋଉ ପାଠ ରହିଛି, ସେହି ପାଠରେ ଆମର ବାଘ ହେଉଛନ୍ତି ଗୁରୁଜୀ ତଥା ଅନ୍ୟ ଜୀବଜନ୍ତୁମାନେ ହେଉଛନ୍ତି ଛାତ୍ର। ତାହେଲେ ଆମେ କାହାର କେତେ ଗୋଡ଼ ପାଠରେ କେଉଁ ଜୀବଜନ୍ତୁଙ୍କର କେତେ ଗୋଡ଼ ଅଛି ସେଇଟା ଆମେ ପଢ଼ିଲେ। ବିଶେଷ କରି ଏହି ଭାଗରେ ଆମେ ବାଘ କାଉର ସମ୍ବାଦ ବିଷୟରେ ଆଲୋଚନା କଲେ। ତ ମୁଁ ଆଶା କରୁଛି ତୁମେମାନେ ଏହି ପାଠକୁ ଭଲ ଭାବରେ ବୁଝିଲ ତଥା ଏଥିରେ ଯାହା ବି କୁହାଯାଇଛି ତାର ସାରାଂଶ ତୁମେ ବୁଝିଲ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।